ତାଙ୍କୁ ସମସ୍ତେ ସ୍ନେହରେ ଅପା ବୋଲି ସଞ୍ଚିତା ଅପା ବୋଲି ଆମେ ବି ମଧ୍ୟ ବୟସରେ ବି ମଧ୍ୟ ବଡ଼ ହେଲେ ବି ମଧ୍ୟ ସମ୍ମାନ ସବୁବେଳେ ସମସ୍ତେ ଆମେ ଦେଇଥାଉ। ସ୍ନେହରେ ସମସ୍ତେ ତାଙ୍କୁ ସଞ୍ଚିତା ଅପା ବୋଲି ଡାକିଥାନ୍ତି। ଆଜି ସେ ଆମ ଗହଣରେ ନାହାନ୍ତି। ଅତ୍ୟନ୍ତ ଦୁଃଖଦ ଦିନ ଆଜି ଆମ ସମସ୍ତଙ୍କ ପାଇଁ। କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟିକା ଥିଲେ, ନେତୃତ୍ୱ ନେଉଥିଲେ। ଯାଜପୁର ଜିଲ୍ଲା ପାଇଁ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ତାଙ୍କର କଣ୍ଟ୍ରିବ୍ୟୁସନ୍ସ ରହିଛି। ଯାଜପୁର ଜିଲ୍ଲାର ସମ୍ମାନ ପାଇଁ, ଉନ୍ନତି ପାଇଁ, ସୁରକ୍ଷା ପାଇଁ ତାଙ୍କର ଯେଉଁ ଅବଦାନ ରହିଛି ତାକୁ ସବୁଦିନ ଯାଜପୁରବାସୀ, ଯାଜପୁର ଜିଲ୍ଲା ତାକୁ ମନେ ରଖିବ। ଏଭଳି ଜଣେ ନାରୀ ନେତ୍ରୀ ଯିଏକି ସମସ୍ତଙ୍କୁ, ସବୁ ବର୍ଗର ଲୋକଙ୍କୁ ସମାନ ଭାବରେ ସବୁବେଳେ ସମ୍ମାନ ଦେଇ ଆସନ୍ତି, ଭଲ ପାଆନ୍ତି, ସ୍ନେହ ଶ୍ରଦ୍ଧା ଦିଅନ୍ତି। ସମସ୍ତଙ୍କୁ ପାଖରେ ରଖି କିଭଳି ଭାବରେ ଗୋଟିଏ ତାଙ୍କ ଭିତରେ ଯେଉଁ ମାର ଯେଉଁ ସ୍ନେହ ଶ୍ରଦ୍ଧା ସବୁବେଳେ ସେ ସମସ୍ତ ତାଙ୍କ ଭିତରେ ଦେଖା ଦେଇଥାଏ ସମସ୍ତଙ୍କୁ। ଆଜି ନିଶ୍ଚିନ୍ତ ଭାବରେ ଇଏ ଗୋଟିଏ ଦୁଃଖଦ ଦିନ ଆଜି ଆମ ସମସ୍ତଙ୍କ ପାଇଁ। ସେଇଭଳି ଜଣେ ବ୍ୟକ୍ତିତ୍ୱ ଆଜି ଆମ ଗହଣରେ ଆଜି ନାହାନ୍ତି। ତାଙ୍କୁ ସବୁଦିନ ଯାଜପୁରବାସୀ, ଓଡ଼ିଶାବାସୀ ସବୁଦିନ ତାଙ୍କୁ ମନେ ରଖିବେ ଏବଂ ଅନେକ କାର୍ଯ୍ୟକ୍ରମରେ ରାଜ୍ୟ ବାହାର କାର୍ଯ୍ୟକ୍ରମରେ ନିଜକୁ ଯେଭଳି ଭାବରେ ଇନଭଲ୍ଭ ରଖିଥିଲେ ଏ ରାଜ୍ୟର ସମ୍ମାନ ପାଇଁ, ଉନ୍ନତି ପାଇଁ। ତ ଆଜି ସେ ଆମ ଗହଣରେ ନାହାନ୍ତି। ସବୁଦିନ ସେ ସମସ୍ତଙ୍କ, ମୁଁ ଆଜି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଆଜିର ଦିନରେ ସାହସ ଶକ୍ତି ଦିଅନ୍ତୁ। ଶ୍ରୀମତୀ ସଞ୍ଚିତା ମହାନ୍ତି ଜନସାଧାରଣ ସଞ୍ଚିତା ଅପା ହିସାବରେ ପରିଚିତ ଥିଲେ। ଉଚ୍ଚ ଶିକ୍ଷିତା, ବିଦୁଷୀ ଏବଂ ସମାଜସେବୀ। ବ୍ଲଡ ଡୋନେସନ ଠୁ ଆରମ୍ଭ କରି ପାଇଲ୍ସ ଅପରେସନ ଠୁ ଆରମ୍ଭ କରି ମେଡିକାଲ କ୍ୟାମ୍ପ କରିବା ଏବଂ ଧର୍ମ ସଂସ୍କୃତିର ଜାଗରଣଠୁ ଆରମ୍ଭ କରି ସବୁ କାମରେ ଫକୀର ମୋହନଙ୍କର ଆଦର୍ଶକୁ, ବାର୍ତ୍ତାକୁ ପ୍ରଚାର କରିବା ସବୁ ଅନୁଷ୍ଠାନ ସହିତ ସେ ସମ୍ପୃକ୍ତ ଥିଲେ। ଏବଂ କେବଳ ସେ ବିଧାୟିକା ନୁହନ୍ତି, ବିଧାୟିକା ନଥିଲା ବେଳେ ମଧ୍ୟ କୋରେଇର ଜନସାଧାରଣଙ୍କ ଦୁଃଖରେ ସେ ସାମିଲ ହୁଅନ୍ତି ଏବଂ ସମସ୍ତଙ୍କୁ ମେଡିକାଲ, ଥାନା, ପୋଲିସ ସବୁ କାମରେ ସେ ସହଯୋଗ କରନ୍ତି। ଯିଏ ବି ତାଙ୍କ ଦୁଆରକୁ ଆସେ ଜଣେ ସ୍ନେହଶୀଳା ମହିଳା, ମାତୃସୁଲଭ ଗୁଣ ତାଙ୍କ ପାଖରେ ସମସ୍ତଙ୍କ ପାଇଁ ଥାଏ। ଆଜି ତାଙ୍କର ବିଦାୟରେ ଆମେ ଅଶ୍ରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।